ରାମପୁର ଗାଁର ମାଧବ ଜଣେ ବହୁତ ପରିଶ୍ରମୀ କାଠୁରିଆ। ପ୍ରତିଦିନ ଭଳି ସେଦିନ ମଧ୍ୟ ସେ ନିଜ କୁରାଢ଼ୀ ଧରି ଜଙ୍ଗଲକୁ ବାହାରିଥିଲା। କିନ୍ତୁ କାଠ ଖୋଜୁ ଖୋଜୁ ସେ ଜଙ୍ଗଲର ଏମିତି ଏକ ଅଂଶରେ ପହଞ୍ଚିଗଲା ଯେଉଁଠାକୁ ସାଧାରଣତଃ କେହି ଯାଆନ୍ତି ନାହିଁ। ଓଃ, କେତେ ବଡ଼ ଗଛଟିଏ ହେଇଛି ଆଉ। ଯାଏ ଆଜି ମୁଁ ଏତେ ଗଭୀର ଜଙ୍ଗଲକୁ ଆସିଛି ମାନେ ୟାକୁ କାଟିକି ନେବି। ଏଇ ଗଛର କାଠ ଦେଖିଲେ ତ ବହୁତ ଶକ୍ତ ଜଣାପଡ଼ୁଛି। ଏହାକୁ ଯଦି କାଟିଦିଏ ତେବେ ଗୋଟିଏ ଗଣ୍ଡି ବିକିଲେ ମୋର ସପ୍ତାହର ଖର୍ଚ୍ଚ ଚଳିଯିବ। ଯାଏ ପ୍ରଭୁଙ୍କ ନାମ ନେଇକି କାମ ଆରମ୍ଭ କରିଦିଏ। ମାଧବ ଯେମିତି ପ୍ରବଳ ଶକ୍ତିରେ କୁରାଢ଼ୀଟିକୁ ଗଛରେ ପ୍ରହାର କଲା, ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇଗଲା। ଗଛ ଭିତରୁ ଏକ ଭୟଙ୍କର ଦାନବ ବାହାରି ଆସିଲା। ରେ ମୂର୍ଖ ମାନବ, ତୋର ଏତେ ସାହସ! ତୁ କ'ଣ ଜାଣିନୁ ଏହା ଏକ ମାୟାବୀ ଗଛ? ଏଠାରେ ମୋର ବାସସ୍ଥାନ। ତୁ ଆଜି ମୋତେ କଷ୍ଟ ଦେଇଛୁ, ତେଣୁ ତୋତେ ମୁଁ ଆଜି ମୋ ଜୀବନ୍ତ ଛାଡ଼ିବି ନାହିଁ। ତୋତେ ଜିଅନ୍ତା ଖାଇଯିବି। ହା 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 ହା। ଆଜ୍ଞା ମୋତେ କ୍ଷମା କରିଦିଅନ୍ତୁ। ମୁଁ ଜଣେ ନିହାତି ଗରିବ କାଠୁରିଆ। ମୋ ଘରେ ସ୍ତ୍ରୀ ଓ ପିଲାମାନେ ଭୋକରେ ଅଛନ୍ତି। ମୁଁ ଜାଣିନଥିଲି ଏହା ଆପଣଙ୍କର ଘର ବୋଲି। ମୋତେ ମାରନ୍ତୁ ନାହିଁ ଦାନବରାଜ, ମୋତେ କ୍ଷମା କରିଦିଅନ୍ତୁ। ଏଇ ଥରୁଟିଏ ମୋତେ କ୍ଷମା କରିଦିଅନ୍ତୁ ଦାନବରାଜ। ଏପରି ଭୁଲ ଆଉ କେବେ ମଧ୍ୟ କରିବେ ନାହିଁ। ତୋର ସରଳତା ଦେଖି ମୁଁ ତୋତେ ଜୀବନ ଦାନ ଦେଉଛି। କିନ୍ତୁ ଶୁଣ, ମୁଁ ତୋତେ ଏକ ମାୟାବୀ କୁରାଢ଼ୀ ଦେଉଛି। ଏଇ କୁରାଢ଼ୀରେ ତୁ ଯେଉଁ ଶୁଖିଲା କାଠକୁ ଛୁଇଁବୁ ତାହା ସଙ୍ଗେ ସଙ୍ଗେ ସୁନା ପାଲଟିଯିବ। କ'ଣ ବୁଝିପାରିଲୁ ତ? କିନ୍ତୁ ଗୋଟେ କଥା ସବୁବେଳେ ମନେ ରଖିଥିବୁ, ଦିନକୁ କେବଳ 3ଟି ଗଣ୍ଡି ହିଁ ତୁ ସୁନା କରିପାରିବୁ। ଯଦି ଲୋଭରେ ପଡ଼ି ତୁ ନିୟମ ଭାଙ୍ଗିଲୁ ତେବେ ସବୁକିଛି ପାଉଁଶ ହେଇଯିବ ଏବଂ ତୁ ପୂର୍ବ ଭଳି ଭିକାରୀ ସାଜିଯିବୁ। ହା 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 ହା। ଆରେ ତମର କ'ଣ ହେଲା? ତୁମେ ଏତେ ଖୁସି କାହିଁକି? ଆଜି କାଠ କାଟିବାକୁ ଯାଇଥିଲ ନା କୁଆଡ଼େ ଖେଳିବାକୁ ଯାଇଥିଲ? ବୁଝିଲ ସୁମତି, ଆଜି ଆମର ଦୁଃଖର ଦିନ ଶେଷ ହେଲା। ଏଇ ଦେଖ, ଏହା ହେଉଛି ଏକ ମାୟାବୀ କୁରାଢ଼ୀ। ଏହାକୁ ଦେଖୁଛ? ଏଇଟା କୌଣସି ସାଧାରଣ କୁରାଢ଼ୀ ନୁହେଁ। ଏହାକୁ ମୋତେ ଜଣେ ଦାନବରାଜ ଦେଇଛନ୍ତି। ବୁଝିପାରିଲ? ଆଜି ମୁଁ ବହୁତ ଖୁସି। କ'ଣ କହିଲ? ମାୟାବୀ କୁରାଢ଼ୀ? ଏଇଟା ସୁନାର କୁରାଢ଼ୀ ପରି ଦେଖାଯାଉଛି ନା କ'ଣ? ଆରେ ସୁମତି, ଏତେ ବ୍ୟସ୍ତ କ'ଣ ପାଇଁ ହେଉଛ? ଟିକିଏ ରୁହ, ଅପେକ୍ଷା କର। ମୁଁ ତୁମକୁ ଏ ମାୟାବୀ କୁରାଢ଼ୀର ଚମତ୍କାରିକା ଦେଖେଇବି। ଗାଡ଼ି ପଛପଟକୁ ଚାଲ, ସେଇଠି ଦେଖିବ ଏ ମାୟାବୀ କୁରାଢ଼ୀରେ କ'ଣ କ'ଣ ହେଇପାରୁଛି। ଓ ମା ଗୋ, ଏହା ତ ସତରେ ସୁନା ପାଲଟି ଗଲା। ବୁଝିଲ, ଏଥର ଆମେ ଏହାକୁ ବିକ୍ରି କରି ବହୁତ ଧନୀ ହୋଇଯିବା, ନା କ'ଣ କହୁଛ? ଏବେ ଦେଖ, ମୁଁ ଆଉ 2ଟି କାଠ ମଧ୍ୟ ସୁନା କରିଦେଉଛି। ବାଃ, ଏବେ ଆମ ପାଖରେ ଯଥେଷ୍ଟ ସୁନା ଅଛି। ମୁଁ ଆଜି ବଜାରକୁ ଯାଇ ଏହାକୁ ବିକି ଆମ ପାଇଁ ଭଲ ଖାଦ୍ୟ ଓ ଭଲ ପୋଷାକ ନେଇକି ଆସିବି। ଦେଖିବ, ଏଥର ଆମେ ଆରାମରେ ଚଳିବା। ମାଧବ ବଜାରରୁ ଢେର ପଇସା ଧରି ଫେରିଲା। ସେମାନେ ସେଦିନ ପେଟ ଭରି ଭୋଜନ କଲେ। କିନ୍ତୁ ମାଧବର ମନରେ ଅଶାନ୍ତି ଥିଲା। ସେ ଶୋଇବା ପରିବର୍ତ୍ତେ ସେହି କୁରାଢ଼ୀକୁ ହିଁ ଚାହିଁ ରହିଲା। ଦିନକୁ ମାତ୍ର 3ଟି କାଠ ସୁନା ହେବ। ଏମିତି ହେଲେ ତ ରାଜମହଲ ତୋଳିବାକୁ ବହୁତ ବର୍ଷ ଲାଗିଯିବ। ମୁଁ ଯଦି ଏବେ ଆଉ କିଛି କାଠକୁ ସୁନା କରିଦେବି ତେବେ କିଏ ଜାଣିପାରିବ? ସେ ଦାନବ ତ ଏବେ ଜଙ୍ଗଲରେ ଶୋଇଥିବ ଆଉ। ହଁ, ଏମିତି ଗଲେ ଠିକ୍ ହେବ। ଆରେ, ରାତି ଆସି ଏତେ ହେଲାଣି। କୁରାଢ଼ୀ ଥୋଇ ଶୋଇପଡ଼। ମୋ ମନ କାହିଁକି କିଛି ଅଶୁଭ ସଙ୍କେତ ଦେଉଛି। ଦାନବ ରାଜାଙ୍କ ସର୍ତ୍ତକୁ ଭୁଲି ଯାଉ ନାହିଁ। ତୁ ଚୁପ୍ କର ସୁମତି, ତୁ ଭାରି ଡରୁଆ। ଟିକେ ଚିନ୍ତା କର।
ଯଦି ମୁଁ ଏବେ ଆଉ 2ଟା କାଠକୁ ସୁନା କରିଦିଏ ତେବେ ଆମେ କାଲି ସକାଳେ ଏଇ ଗାଁର ସବୁଠୁ ବଡ଼ ଜମିଦାର ହେଇଯିବା। ତୁ କ'ଣ ଏତିକି ଚିନ୍ତା କରିପାରୁନୁ? ଚାଲ ଚାଲ ଚାଲ, ମୁଁ ଯାଏଁ ଆଉ 2-4ଟା କାଠକୁ ସୁନା କରି ପକାଏ। ମାଧବ ସୁମତିର ବାରଣ ସତ୍ତ୍ୱେ ବାଡ଼ିକୁ ଗଲା ଏବଂ ଲୋଭରେ ଅନ୍ଧ ହୋଇ ଚତୁର୍ଥ କାଠଗଣ୍ଡିକୁ ଛୁଇଁବାକୁ ଚେଷ୍ଟା କଲା। ସେ ଯେମିତି କୁରାଢ଼ୀକୁ ଲଗାଇଛି, ହଠାତ୍ ପ୍ରବଳ ବିଜୁଳି ସହ ଭୟଙ୍କର ଗର୍ଜନ ଶୁଭିଲା। ରେ କୃତଘ୍ନ କାଠୁରିଆ, ତୁ ମୋର ବିଶ୍ୱାସ ଭାଙ୍ଗିଛୁ। ତୁ ଧନ ପାଇ ମଧ୍ୟ ସନ୍ତୁଷ୍ଟ ହେଲୁନି। ଏବେ ତୋର ଏହି ଲୋଭ ହିଁ ତୋ ପାଇଁ କାଳ ହବ। ତୋର ସବୁ କିଛି ପାଉଁଶ ହେଇଯିବ। ହା 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 ହା। ଆରେ ନା ନା, ଏ କ'ଣ ହେଇଗଲା? ମୋର ଭୁଲ ପାଇଁ ମୁଁ ଆଜି ପୁଣି ଥରେ ଦାଣ୍ଡର ଭିକାରୀ ହେଇଗଲି। ସୁମତି, ଶୀଘ୍ର ଧାଇଁ ଆସ, ଦେଖିବ ଆମର କିଛି ନାହିଁ, ସବୁ କିଛି ଶେଷ ହେଇଗଲା। ସୁମତି, ସବୁ କିଛି ଶେଷ ହେଇଗଲା। ମୁଁ ତୁମକୁ ବୁଝାଉଥିଲି, କିନ୍ତୁ ତୁମେ ଶୁଣିଲ ନାହିଁ। ଆଜି ଲୋଭ ଆମକୁ ପୁଣି ଥରେ ରାସ୍ତାକୁ ନେଇ ଆସ।